जो कर्म कथा कही आपण मान पूजा कले की फल मिले पूजा करने द्वारा आम क्या पाई आज अधिवास रचनार कथा सत्य आप जानिले देवता त्रेतया जानिले द्वापर जानिले कली जानी अच्छा पुओ जुग जाते ना जुग हूँ 5 जमार भूल नुह जमार नुह मोर भाई अच्छा बंधु अच्छा 5 जुग सत्य त्रेतया द्वापर कली सत्य पुत्र आउ गोटे जुग थिला बोला अनंत नामे जुग थिला राधा गोविंद अनंत कली गोटे जुग अनंत अनंत ता पछरे रहिला सत्य त्रेतया द्वापर कली ए मां मु गोटे आपण मानक प्रमाण देबी आज आपण तो गाँव घर प्रतिष्ठा है पाला हूँ गण शिक्षक शिक्षा आपण मान द्वार 10 जन ब्राह्मण पाद धूली पड़े जितने पुण्य जदि भणजा भाणीजी पाद धूली पड़े सर से पुण्य सर यहाँ भूल कि भणजा भाणीजी पाद धूली पड़े से पुण्य कली खाली पाप द्वापर पाप घोर घोर कली कौटी कली सारे कली जुगर जदि भणजा भाणीजी पाद धूली पड़े पुण्य द्वापर जुगर भणजार भौणी पुओ भौण पुओ गोटी गोटी कंकानी शिरार मारी हत्या कर सी आपणकर वंश गोटी गोटी पचारि मान ताले खाली कली कली द्वापर कली नथिला पाप नथिला थिला फिर गोटे नुह 6टा पुओ माइला तथापि से अनेक आउ काले पिला हेले मुझे हत्या करी अच्छा कंस कहीं गोटे गोटे पिला को माइला देवकी वसुदेव पत्थर टिकी जाऊँगी विदा करने भूमि भिणाई घरे ये शून्य मानिगला हे कंस तू आज जहा रथरे नहीं जाऊँ ना तारी पुओ विनाश हम एक कथा भूल हाँ जय जगन्नाथ एक कथा भूल ना शून्यवाणी है तू जहा को जो भिड़े की नहीं जाऊ जो भूमि की नहीं जाऊ तार पुत्र तते विनाश कर यही कथा जिते बेले कंस जानिला हाँ धरिला खंडा मारिबा पई भिड़े की लाहे मु आपको रखी जे तार पिला हम मत मारिबो जते बेले मु चैची मारिबा पई देबो कि कहला भाई भाई भौणीर संपर्क इते देबो कि कोची रथ ऊपर मो स्वामी की मारिदेले कौन तो लाभ पाइबू सारा गोटे अजगर साप आगे गोटे जुलु जुलिया पोकटे उड़ूला प्रभु आज्ञा कौन हो जानती अजगर साप आगे जो जुलु जुलिया पोकटे उड़ूला अजगर साप गिड़ा गला ये जुलु पोक कहला मत तू खाई शांति पाइबू गोटे क्षुद्र जीवटी मत खाइले तो पेट पुरिब आपण आज गाँव पोखरी तुम पोखरी आज दृश्य
ଏବେ ବି ସେମାନେ ପୋଖରୀ ପାଖରେ ପଡ଼ିଛନ୍ତି ଜାଣିକି ଦେଖନ୍ତୁ ମୁଁ ମିଛ କହୁଛି କି ସତ କହୁଛି ଆପଣ ଦେଖିଛନ୍ତି ପୋଖରୀରେ ଦିନ ପଡୁଛନ୍ତି ଦି ଜଣ ପଡ଼ିଛନ୍ତି ଏବେ ବି ଯାଇକି ଦେଖନ୍ତୁ ହୁଏତ ସେ ଉଦ୍ଧାର ପାଇଲେଣି କି ପଡ଼ିଛନ୍ତି ସେ କଥା ମୁଁ କହିପାରିବି ଭଗବାନ ଆପଣଙ୍କର ମୁଣ୍ଡ ନାଟ ମାଇଣ୍ଡି ମୁଣ୍ଡ ଯେ ମାଇଣ୍ଡି ସେ ଏକା କଥା ଆଚ୍ଛା କିଏ ଏ ପୋଖରୀରେ ପଡ଼ିଛନ୍ତି ଜାଣନ୍ତି ଗୋଟେ ସର୍ପ ସର୍ପ ଗୋଟେ ଭେଣ୍ଡୁଅ ଧଣ୍ଡ ସାପ ସନ୍ତାନ ଧଣ୍ଡ ଇଏ ଧଣ୍ଡ ସାପକୁ ଯେତେବେଳେ ଭୋକ କରିଛି ନା ଏ ପୋଖରୀରେ ପହଁରିଲା ବେଳେ ଗୋଟିଏ ଖାଦ୍ୟକୁ ସିଏ ଗ୍ରହଣ କରିଛି ସର୍ପର ଖାଦ୍ୟ ସାରେ କିଏ ମଣ୍ଡୁକ ବେଙ୍ଗ ଇଏ ବେଙ୍ଗକୁ ଯେତେବେଳେ ଗିଳିଛି ବେଙ୍ଗକୁ ଗିଳୁ 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 ବେଙ୍ଗକୁ ଅଧା ଯାଇ ଗିଳିଦେଲା ସବୁ ମା ମାନେ ଦେଖିବ କାଲି ରାତି ପାଇଲେ ସେ ବେଙ୍ଗ ଆଉ ସର୍ପ ଇଏ ବେଙ୍ଗ କଣ କଲା ଜାଣନ୍ତି କଲା ନାମ ନବନି ଆମ ଗାଁରେ ପାଲା ହଉଛି ତୁ ସର୍ପ ମତେ ଗିଳ ହୁଏ ମୋ ଠାକୁର କଣ ନାହାନ୍ତି ବେଙ୍ଗ ଠାକୁରଙ୍କୁ ଡାକିଦେଲା ବେଙ୍ଗ ତା ଭାଷାରେ ଡାକିଲା କଲା କେ କଟର ରକ୍ଷା କର ଚକ୍ର ଧର କେ କଟର ରକ୍ଷା କର ଚକ୍ର ଧର ବେଙ୍ଗ ଡାକୁଛି ମା ରକ୍ଷା କର ପ୍ରଭୁଙ୍କର ପୂଜା ସେତିକି ବେଳେ ହଉଥିଲା ମୁଁ ବାହାରକୁ ଯାଇଥିଲି ଏତିକି ବେଳେ ପ୍ରଭୁ କଣ କଲେ ଜାଣିଛ ଏ ଆସ୍ଥାନରେ ବସିଥିଲା ବେଳେ କହିଲେ ହେ ସୁଦର୍ଶନ ତୁ ଯଥା ଶୀଘ୍ର ଯିବୁ ଯିଏ ମୋ ଭକ୍ତକୁ ବିପଦରେ ପକେଇଥିବ ତା ଶିରଚ୍ଛେଦ କରିକି ଫେରି ଆସିବ ପ୍ରଭୁଙ୍କର କଥା ନାହାନ୍ତି ଚକ୍ର ଜାହାଣ ଯଥାଶୀଘ୍ର ଯାଇ ଏ ସର୍ପକୁ କାଟିଲେ ବେଙ୍ଗ ବାପା ବଞ୍ଚିବ ପ୍ରଭୁଙ୍କର କଥା ମାନି ଚକ୍ର ପଳେଇଲା ଚକ୍ର ଯେତେବେଳେ ଯାଇଛି ସର୍ପକୁ କାଟିଲେ ନା ବେଙ୍ଗ ବଞ୍ଚିବ ସର୍ପ କଣ କଲା ଜାଣିଛ କଲା ପିତ୍ତବାସ 3 ଦିନ ହେଲା ଉପବାସ ମାନେ ହସିଲ କାହିଁକି ଏ ସାପ ବେଙ୍ଗ କଥା ଶୁଣିକି ଏ ମା ଦେଖ ସର୍ପ କହିଲା ହଁ ପ୍ରଭୁ ମତେ ରକ୍ଷା କର ସର୍ପ କହୁଛି ମୁଁ 3 ଦିନ ହେଲା କିଛି ଖାଇନି ମୁଁ ଯଦି ଆଜି ଏ ବେଙ୍ଗକୁ ନ ଖାଉଛି ମୁଁ ବି ମରିବି କିନ୍ତୁ ପ୍ରଭୁ ପଠେଇଥିଲେ ନା କଣ ଚକ୍ରକୁ ଏ ଚକ୍ର ଯା ସର୍ପକୁ କାଟିଦେଲେ ବେଙ୍ଗ ବଞ୍ଚିବ କିନ୍ତୁ ଚକ୍ର ଆଉ ସର୍ପକୁ କାଟି ପାରିଲା ନାହିଁ ଦେଖନ୍ତୁ ପ୍ରଭୁଙ୍କର ଆଦେଶକୁ କିଏ ନା ଅବଜ୍ଞା କରିବ ପ୍ରଭୁ ପଠେଇଛନ୍ତି ଚକ୍ର ଯା କାଟିବ କିନ୍ତୁ ଚକ୍ର କାଟୁନି ଚକ୍ର କାହିଁକି କାଟିଲାନି ନା ମହାଭାରତ ଯୁଦ୍ଧରେ ସେଦିନ ଶୁଣିଥିଲା ପ୍ରଭୁ ନିଜେ କହିଥିଲେ ପାର୍ଥ ହେ ଗାଣ୍ଡି ବଧାରୀ ଅର୍ଜୁନ ଏ ଅର୍ଜୁନ ଜୀବନରେ ସବୁ କରିବୁ କାହା ମୁଖରୁ କେବେ ବାହାର ଛଡ଼େଇବୁ ନାହିଁ ଚକ୍ର ଏ କଥା ଶୁଣିଥିଲା ମହାଭାରତ କାହା ମୁଖରୁ କେବେ ହାର ଛଡ଼େଇବୁ ମୁଁ କେମିତି ହାର ଛଡ଼େଇବି ତାହେଲେ ପ୍ରଭୁ ଆପଣ ସେ ଯୋଡ଼ା କେନ୍ଦୁ ସେ ଆସ୍ଥାନରେ ଯୋଉ ବସିନ ତମେ ପୋଖରୀ ପାଖକୁ ଆସ ନ୍ୟାୟ କର ଏଠି ସାପ ବଞ୍ଚିବ ନା ବେଗ ବଞ୍ଚିବ ଜଣେ କଂଗ୍ରେସ ହେଇଥାଉ ଜଣେ ବିଜେଡି ହେଇଥାଉ ଜଣେ ବିଜେପି ହେଇଥାଉ ସିଏ ଯେତେବେଳେ ନମିନେସନ ଦାଖଲ କରନ୍ତି ତାଙ୍କ ଗ୍ରାମ ଦେବତୀ ପାଖରେ ଦୀପଟିଏ ଯାଅ ବିଜେପି ବାଲା କହିବ ମୁଁ କେମିତି ଜିତିଯାଏ ବିଜେଡି କହିବ ମୁଁ କେମିତି ଜିତିଯାଏ କଂଗ୍ରେସ କହିବ ମୁଁ କେମିତି ଜିତିଯାଏ କିନ୍ତୁ ଆଜ୍ଞା ଜଣେ କିଏ ଜିତିବ ନା 3 ଜଣ ଜିତିଲେ ଆଉ ରହିବ କିଏ ପାର୍ଟି କରିବ
ସିଏ କହୁଛି ମୁଁ ଜିତିଯାଏ, ଇଏ କହୁଛି ମୁଁ ଜିତିଯାଏ। ଜଗନ୍ନାଥ ଦାସ ଭାଗବତରେ କହିନାହାନ୍ତି, ଯାହାର ଯେଉଁ ଭାବ ଦେଖିଆ ଭାଗ ଦେଖିକି ନାଭଟାକୁ ଶୋଇ ସିଏ ତ ଡାକୁଛି, ଇଏ ତ ଡାକୁଛି, ମୁଁ କାହାକୁ ରଖିବି? ହେ ମା, ଆଚ୍ଛା କହିଲ ଦେଖି, ଦୁନିଆରେ ସମସ୍ତେ ଜିତିବା ପାଇଁ ଭଲ ପାଆନ୍ତି। ଦୁଇ ଜଣ ପାଲା ଗାୟକ ଆପଣଙ୍କ ଗାଁକୁ ଆସିଛନ୍ତି। ଇଏ ପାଲା ଗାୟକ ଭିତରେ ମନେ ଭିତରେ ଦିଏ ମତେ କେହି ଭଲ କୁହନ୍ତି, ଆମ ସେ ବନ୍ଧୁ କହିବେ ମତେ କିଏ ଭଲ କୁହନ୍ତି। ତାଙ୍କ ପାଲାଟା ଅଧିକ ଆକୃତି ହଉ, ସିଏ କହିବ ଆମର କିଛି ଆକୃତି ହେଇଯାଉ। କିନ୍ତୁ ଦୁଇ ଜଣଙ୍କ ଭିତରେ ଆମର ଛକା ପଞ୍ଜା ଚାଲିଥାଏ। ଭାରତ ଇଂଲଣ୍ଡ ଖେଳ ଅବଶ୍ୟ କହିବ ମୁଁ ଜିତିବି। ହୁଳହୁଳି ପକେଇଲା ବେଳେ ମା ମନେ ମନେ ଭାବନ୍ତି, ଦେଖିଆ ମୋ ହୁଳହୁଳିଟା କେତେ ବାଟ ଶୁଭୁଛି, ଆଉ ଜଣଙ୍କର କେତେ ବାଟ ଶୁଭୁଛି। ଦୁନିଆରେ ସମସ୍ତେ ଜିତିବା ପାଇଁ ଭଲ ପାଆନ୍ତି, କିନ୍ତୁ ଦୁଇ ଜଣ ଆଜ୍ଞା ହାରିବା ପାଇଁ ଯେ ଭଲ ପାଆନ୍ତି ଯେ ଯାର ଦୁଇ ଜଣ ହାରିବା ପାଇଁ ଭଲ ପାଆନ୍ତି। ସିଏ କିଏ? ଜଣେ ହଉଛି ପ୍ରଥମ ହଉଛନ୍ତି ବାପା। ଆପଣ ଯେତେ ବାପା ମାନେ ବସୁଛନ୍ତି ବାଟରେ ଗଲାବେଳେ କେହି ଆପଣଙ୍କୁ କହିଦିଏ, ମଉସା ଆପଣ ଯାହା କରିଥିଲେ ଆପଣଙ୍କ ଠାରୁ ପୁଅ ଆହୁରି ବଳିକି। କଣ ବଳିକି? ଅରବିନ୍ଦ ମୁଦୁଲି ଚାଲିଗଲେଣି, ଗୋଟେ ଗୀତ ଗାଇ ନଥିଲେ, ଏଇ ଗୀତରୁ ଆପଣ ଜାଣିପାରିବେ। କଣ ସେ ଗୀତ? ତୁମ ଶାନ୍ତ କଣକୁ କିଏ ସରିବି, ତୁମ ଚରଣ ଧୂଳିକୁ କିଏ ବଳିବି, ତୁମ ଦାତା ପଣିଆକୁ କିଏ ସରିବି, ତୁମ ଚରଣ ଧୂଳିକୁ କିଏ ବଳିବି, ତୁମ ଧୂଳିକୁ କିଏ ବଳିବି। କାଳିଆ 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 ଏ ତୋରେ କାଳିଆ ତୋ ନାମ ସୁନ୍ଦର, ଏ ତୋରେ କାଳିଆ ତୋ ନାମ ସୁନ୍ଦର, ବୁଝିଲେ ମୋର ମନରେ ତୁମ ଚରଣ ଧୂଳିକୁ ବଳିବି, ତୁମ ପଡ଼ିଆକୁ କିଏ। ଏ ପ୍ରଭୁ ଭକ୍ତ ଭଗବାନଙ୍କୁ କହିଲି, ତୋ ଚରଣ ଧୂଳିକି କିଏ ସରିହବ, ତୋ ଦାତା ପଣିଆକୁ କିଏ ବଳି ହବ। ମୁଁ ଆପଣଙ୍କୁ ରାତି ପାଇଲେ କହିବି, ମଉସା ଆପଣଙ୍କ ପୁଅ ଏ ଗାଁର ଗୋଟେ ଭଲ ପୁଅ, ଆପଣଙ୍କ ଠାରୁ ସେ ଆହୁରି ଉପରେ ରହିଗଲା, ଆପଣଙ୍କ ଆଖିରୁ ଲୁହ ପଳେଇ ଆସିବ। ଯାହା ହଉ ମୋ ଠାରୁ ମୋ ପୁଅ ଜନ୍ମ ହେଇକି ମୋ ଉପରକୁ ଚାଲିଗଲା। ଆପଣ ମନ ଦୁଃଖ ହବ, ଆପଣ ପୁଅ ଠାରୁ ହାରିଲେ, କିନ୍ତୁ ବାପ ଛାତି କୁଣ୍ଡେମଟ ହେଇଯିବ। ଯାହା ହଉ ଇଏ ମୋରି ପୁଅ। ଜଣେ ବାପା, ଆଉ ଜଣେ କିଏ? ଆଉ ଜଣେ କିଏ? ସେ ଜଣକ ଆଉ କେହି ନୁହଁ, ଭବସାଗର ତାରଣଟା ରବିନନ୍ଦନ ଗୁରୁ। ଦୁଇ ଜଣ ପାଲା ଗାୟକଙ୍କୁ ଆପଣ ନିମନ୍ତ୍ରଣ କରିଛନ୍ତି। ମୁଁ ପାଲା ଗାଇଲା ଭିତରେ ଜଣକି ଆସି କହିବ, ରଞ୍ଜନ ବାବୁ ଆପଣଙ୍କ ଗୁରୁ କିଏ? ମୁଁ ଗୁରୁଙ୍କ ନାଁ କହିଦେବି। ଆପଣ ମୋ ଗୁରୁଙ୍କ ପାଖରେ ପହଞ୍ଚିକି କହିବେ, ହେ ଗୁରୁଦେବ ଆପଣଙ୍କ ଛାତ୍ର ରଞ୍ଜନ ପାଲା ଆପଣଙ୍କ ଠାରୁ ଭଲ। ଗୁରୁଦେବଙ୍କର ଛାତି କୁଣ୍ଢେମଟ ହେଇଯିବ। କଣ ଜାଣିଛନ୍ତି? ଗୁରୁ ସିନା ଶିଷ୍ୟ ପାଖରେ ହାରିଲେ, ଏ ସଂସାରରେ କାହାର ନାଁ ପଡ଼ିବ? ଏଇ ଗୁରୁଙ୍କର ଛାତ୍ର। ଗୁରୁ ହାରିଗଲେ ବି ମନ ଦୁଃଖ କରନ୍ତି। ମନ ଦୁଃଖ କରିବେ? ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ। ଦୁନିଆରେ ଚାରି ଜଣଙ୍କର ନିନ୍ଦା
ନିନ୍ଦା କେବେ କରିବନି କି 4 ଜଣଙ୍କର ନିନ୍ଦା କେବେ କାନରେ ଶୁଣିବ। ନା 4 ଜଣ ଚାରିଜଣ କହିଲେ ମାତୃ ନିନ୍ଦା କୁଟମ୍ବା ପର ପିତୃ ନିନ୍ଦା ଭଗବତୀ ଓରା ଗୁରୁ ନିନ୍ଦା ନରକେ ଯାତ୍ରୀ ବିପ୍ର ନିନ୍ଦା କୁଳୋଥୟ। ବାପା ମାନେ ମା ମାନେ ସବୁ ମା ମାନେ ଝିଅ ମାନେ ଶୁଣ, ଦୁନିଆରେ ଯୋଉ ମା ଠାରୁ ଜନ୍ମ ହୋଇଛନ୍ତି ମାର ନିନ୍ଦା କୋଉଠି କରିବେନି, ଆଉ ମାର ନିନ୍ଦା ବି କେବେ କାନରେ ଶୁଣିବେନି। ପିତୃ ନିନ୍ଦା ଭଗବତୀ ଦୁନିଆରେ ଯେ ବାପାର ନିନ୍ଦା କରିବ ଅଭାବଶରେ ଜୀବନ ଯିବ। ସୂର୍ଯ୍ୟଙ୍କର ତାପ ଆପଣ ସହିପାରୁଛନ୍ତି, ବାପାର କେହି ବଡ଼ କଥା ସହିପାରିବେନି। ଗୁରୁ ନିନ୍ଦା ନରକେ ଯାଆନ୍ତି। ଗୁରୁ କିଏ? ଯିଏ ପାଠ ପଢିଛନ୍ତି। ଗାୟକ ମାନେ କହନ୍ତି ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ, କର୍ମ ଗୁରୁ। ଅଚ୍ୟୁତାନନ୍ଦ ଲେଖିଲେ ପ୍ରଥମ ଗୁରୁ କିଏ? ଗୁରୁ ପିତା ମାତା, ଗୁରୁଟି ଈଶ୍ୱର, ଗୁରୁଟି ସର୍ବଟି ଦେହି। ଭାଇମାନେ ବିଚାର କର, ଯୋଉ ମା ପାଇଁ ଆମେ ଆଜି ଏଠି ଠିଆ ହେଇକି ପାଲା ଗାଉଛେ, ଚାମର ଧରି ଆପଣଙ୍କ ଠାରୁ ବାହା ନଉଛନ୍ତି, କେତେଟା ପୁରସ୍କାର ଆପଣ ମାନେ ଶ୍ରଦ୍ଧାର ସହିତ ଦଉଛନ୍ତି। ଅଚ୍ୟୁତ କହିଲେ ସ୍ନେହ ପ୍ରେମ ଭକ୍ତି ନାହିଁ ତା ହୃଦୟରେ, ସେଠି ଜାଣେ ଦେଶ ପ୍ରତି ଆପଣଙ୍କର ଭଲ ପାଇବା ଯଦି ଆଦାନ ପ୍ରଦାନ ନଥିବ, କଳାକାର ସେତିକି ଉତ୍ସାହ ନ କରିବେ। କାଲି ପାଲା ହେଇନି ସତ, କିନ୍ତୁ ଆପଣମାନଙ୍କର ଖାଇବା ପିଇବାରେ ଟିକେ ତ୍ରୁଟି ଅଛି, ବରଂ ଅଧିକା ଦେଇଛନ୍ତି। ଆଉ କାଲି କଥା ଏ ପୁଅ, ଆମ ସମୟ ବରଂ ଖାଇବା ସମୟ 2ଟା, କିନ୍ତୁ ଏଠି 1:30 ସୁଦ୍ଧା ଖାଇବା ହେଇଯାଉଛି। 2 ଦଳ ପାଲା ଗାଳି କହିଲେ 12 ଜଣ ଆମେ, ଆମର ଜଣେ କମ ଅଛି। ହଉ ଏ ପୁଅ, ଆପଣମାନେ ଖାଦ୍ୟ ପେୟର ଟିକେ ଅଭାବ ଅଛି ନା, ପାଲା ନ ହଉ, ପାଲା କାଲି ହେଇପାରିଲାନି, କିଏ କହିବ? ଜନମରଣ ବର ସାରା ଗୋବିନ୍ଦ କହିଲ ତାର ଏ ଟେଣ୍ଟକୁ କରିଥିଲେ, ଆଜି ମୋ ଭାଇମାନେ ଟେଣ୍ଟକୁ ସବୁ ବାଗେଇ ଆଉ ଥରେ ସଜେଇ, କେତେ କଷ୍ଟରେ ମୋ ଭାଇଟି ବାନ୍ଧିଥିଲା। କାହିଁକି କଥା କହିଲି? ଗୁରୁ ନିନ୍ଦା। ବାପା ମା ଠାରୁ ଗୁରୁ ଦୁନିଆରେ ଭାଇ କେହି ନାହିଁ। ପାଲା ତ ଦେଖୁଛ ମୋ ଭାଇମାନେ ହାତ କରି କହୁଛି, ଯୋଉ ମା ଆମକୁ ଜନ୍ମ ଦେଇଛି, ଅନ୍ଧାରରୁ ପ୍ରଥମେ ଆଲୋକ ଦେଖେଇଛି, ତାଙ୍କ ଠାରୁ ଗୁରୁ ଦୁନିଆରେ କିଏ ଅଛି? ଅଚ୍ୟୁତ କହିନାହାନ୍ତି ଗୁରୁ ଯାଉଛନ୍ତି ପରମ କାରଣ ପିତର ନିଷ୍ଠାର ଦାତା। ଗୁରୁ ଯାଉଛନ୍ତି ପରମ କାରଣ ପିଣ୍ଡର ନିଷ୍ଠାର ଦାତା, ଯିଏ ପିଣ୍ଡ ବ୍ରହ୍ମାଣ୍ଡକୁ ଆମକୁ ଜନ୍ମ ଦେଇକି ସଂସାରକୁ ପଠେ। ଗୁରୁ ନିନ୍ଦା କରିବ। ଶେଷରେ ବିପ୍ର। ବିପ୍ର କିଏ? ଜନ୍ମନା ଜାୟତେ ସୂତ୍ର ସଂସ୍କାର ଦ୍ୱିଜ ଉଚ୍ୟତେ ବେଦଭ୍ୟାସୀ ଭବେତ ବିପ୍ର ବ୍ରହ୍ମ ଜାନତି ବ୍ରହ୍ମ। ବହିମୃତ୍ୟୁ ସଂଗୀତା କବି ଦୃଚଟି କହିଲେ ବ୍ରାହ୍ମଣ ଧର୍ମ ରୂପମ ବ୍ରାହ୍ମଣ ହିଁ ପରମେଶ୍ୱର, ବ୍ରାହ୍ମଣ ସର୍ବକରକାର ତସ୍ୟାଖ୍ୟ ନମ ସଦା। ବ୍ରାହ୍ମଣ ନିନ୍ଦା କେବେ କରିବେନି। କିନ୍ତୁ ଆମେ ଏତେ ପାଲା, ଏ ମଞ୍ଚ ଏଠି ବହୁତ ପାଲା ଗାଇଛୁ, ଭଲ ଭଲ ବ୍ରାହ୍ମଣ ସହିତ ସାକ୍ଷାତ ହେଇଛି, କିନ୍ତୁ ଆପଣଙ୍କର ଯୋଉ ବ୍ରାହ୍ମଣ ଏଠି ପୂଜା କରୁଛନ୍ତି ନା, ମୁଁ ବହୁତ ଥର କହିସାରିଲିଣି, ଭଲ ବ୍ରାହ୍ମଣ ଟିକିଏ ବି ଛାଡୁନାହାନ୍ତି, ହଲଙ୍କ ବିଷୟ ସେ ଛାଡୁନାହାନ୍ତି। ସବୁ ଗୁଡାକ ଆମେ ତ କର୍ମକାଣ୍ଡ କରୁଛୁ ନା, ବସିକି ଶୁଣୁଛୁ, ଟିକିଏ କର୍ମକାଣ୍ଡ ଭିତରେ ତାଙ୍କର ଭୁଲ ନାହିଁ, କେହି ଛଟି ପକେଇ ପାରିବେନି। ଦେଖ, ଆପଣ ବ୍ରାହ୍ମଣ ନିନ୍ଦା କେବେ କରିବେନି। ବ୍ରାହ୍ମଣ ନିନ୍ଦା କଲେ ବଂଶ ବୁଡ଼ିଯିବ। କୃଷ୍ଣ ପୁଅକୁ ସାପ ପୁଅକୁ ନାରୀ ବେଶ କରିକି ସଜେଇ ନଥିଲେ କି? ଅଷ୍ଟବକ୍ର ଋଷି କହିନଥିଲେ ବଂଶ ବୁଡ଼ିଯିବ? ତାଙ୍କ ଅଭିଶାପରେ ଯଦୁବଂଶ ଧ୍ୱଂସ ହୋଇଥିଲା। ନା ଆଉ ବାପାର ନିନ୍ଦା କଲେ ଅଧାୟ ବର୍ଷରେ ସତ୍ୟ ଯୁଗର ହିରଣ୍ୟକଶିପ ବାପା ମାଙ୍କୁ ମାନିଲାନି, ପାଦରେ ଖଟେଇଲା, ଅଳ୍ପାୟୁଷ ହେଲା। ତ୍ରେତୟାରେ ତ୍ରିପୁର ବିଜୟ ଦଶାନନ ଆପଣ ବାପା ବିଶ୍ରବକୁ ମାନିଲାନି କି ନିକଷାକୁ ମାନିଲାନି। ଆମେ ପୁରାଣରେ ଭାଇ ଏତିକି ଶିଖିବା, ସେ ବାପା ମାଙ୍କୁ ମାନିଲେନି ବୋଲି ଅଧାୟ ବର୍ଷରେ ଗଲେ। ଦ୍ୱାପରରେ କଂସ ମହାରାଜ ବାପାକୁ ପାଦରେ ଖଟେଇଲା, ଘରେ ହେଲା ମୁରବି। ଆଜିକାଲି ବାଟରେ ଗଲାବେଳେ କେହି ଯଦି ପଚାରିଛି ଆରେ ତ ବାପା ଘରେ ଅଛି ନା, ଆଜିକାଲି ଆମେ ସଂସାରରେ ସମସ୍ତେ କହନ୍ତି ହଁ ବୁଢା ଦୁଆରେ ବସିଛି। ବାପା ମା ଯେତେ ବୁଢା ବୁଢୀ ହୁଅନ୍ତୁ ନା କାହିଁକି, ତାକୁ ବୁଢା ବୁଢୀ କହିବେନି। ସବୁ ମିଳିବ, ସବୁ ମିଳିବ। ଥରେ ବାପା ଚାଲିଗଲା ପରେ ଥରେ ମା ଚାଲିଗଲା
ଆଜି ଆମେ ବର୍ଷା ଘରେ ଶୋଇଥିଲେ 2 ଦଳ ପାଲାବାଲା ଠିକ୍ 8:30 ବେଳେ କାନ୍ଦ ମୋବାଇଲ ଶୁଭିଲା। ଆମେ ପଦାକୁ ଆସିଲା ବେଳେ ମୋ ମା ମାନେ ସବୁ ଯାଉଛନ୍ତି ପୋଖରୀ। ଆମେ ପଚାରିଲେ କାହାର କ'ଣ ହେଇଛି ନା ଜଣେ ମାଡ଼ା ପଡ଼ି ଯାଇଛନ୍ତି। ଖାଇବା ପାଇଁ ଗଲାବେଳେ ସାର୍ ଆପଣ କହିଦେଲେ ହୋଟେଲରେ ମକର ସଂକ୍ରାନ୍ତି ଦିନ ଠାରୁ ନିଆଁ ଲାଗିଗଲା। ଏ ପୁଅ ଏ ଗାଁରେ ସେ ପୁଅକୁ କେତେ ମା ମିଳିବ, ଖୁଡ଼ି ମିଳିବ, ସାନ ମା ମିଳିବ, କିନ୍ତୁ ସାର୍ ମା ସ୍ଥାନଟାକୁ କିଏ ପୂରଣ କରିପାରିବ? କେହି ପୂରଣ କରିପାରିବେନି। ସେଇଥିପାଇଁ ଗୋଟିଏ କଥା କହିଦେଇ ଚାଲି ଯାଉଛି। କଲା ମା ତ ପାଦର ଧୂଳି ମା ଦେ ମମତାରେ ବଳି। କଲା ଜନମେ ଜନମେ ଗୁଣ ଗାଉଥିବି, ଜନମେ ଜନମେ ଗୁଣ ଗାଉଥିବି, କରି ତତେ ଜପାମାରି। ଦୁନିଆରେ ମୁଁ ସେଇ ଲୋକଙ୍କ ପାଦ ତଳେ ପଡ଼ିଯିବାକୁ ଇଚ୍ଛା ହୁଏ, ମୁଁ ତାଙ୍କରି ପାଦ ଧରିବାକୁ ଇଚ୍ଛା ହୁଏ। କିଏ ଜାଣିଛ, ଦୁନିଆରେ ଯେ ବାପା ମାଙ୍କ ସେବା କରୁଥିବ ନା, ମୁଁ ତାଙ୍କ ପାଦ ତଳେ ପଡ଼ିଯିବାକୁ ଭାରି ଇଚ୍ଛା, ତାଙ୍କ ପାଦକୁ ଧରି ପକାଇବାକୁ ଇଚ୍ଛା। କାହିଁକି? ଦୁନିଆରେ ଏକ ସବୁ ମିଳିବ, କିନ୍ତୁ ଥରେ ବାପା ଚାଲିଗଲା ପରେ ଆପଣ ସେ ବାପା କାହାକୁ ଡାକିପାରିବେ? ଏ ଗାଁରେ କେତେ ଦାଦା କେତେ ବଡ଼ବାପା ମିଳିଯିବେ, କିନ୍ତୁ ବାପା ସ୍ଥାନ କିଏ ପୂରଣ କରିବ? ଥରେ ମା ଚାଲିଗଲା ପରେ ନା ଆଉ କେହି ସେ ସ୍ଥାନ ପୂରଣ କରିପାରିବ। ଆଜି ଦୁନିଆରେ ଆମେ ସମସ୍ତେ କହନ୍ତି ମୋ ମା, ମୋ ପୁଅ ମତେ ହାତରେ ନ ମାରି ପାଖରେ ମାଇଲା। ଯେତେ ମା ମାନେ ବସିତ ତମେ କ'ଣ ଗୋଇଠା ଖାଇନ? ତମେ କେତେ ଥର ତମ ପୁଅ ଝିଅଙ୍କ ଠାରୁ ଗୋଇଠା ଖାଇଛ? ଶୁଣ, ଥରେ ନୁହଁ, କେତେ ଥର ଖାଇଛ? କେତେବେଳେ ନା ଗର୍ଭରେ ଥିଲାବେଳେ ପିଲାଟି 7-8 ମାସର ହେଇଗଲା ବେଳେ ପେଟ ଭିତରେ ବୁଲିଲା ବେଳେ କେତେ ଗୋଇଠା ମାରେ। ସେତେବେଳେ ମା କ'ଣ ମନ ଦୁଃଖ କରେ? ମା ଭାବେ ମୋ ପିଲାଟି ପେଟ ଭିତରେ ସୁସ୍ଥ ଅଛି, ଦିନେ ଯଦି ଗୋଇଠା ନ ଖାଇଥିବ ଆଖିରେ ଲୁହ ପଳେଇ ଆସିବ, ମୋ ପିଲାଟି କାହିଁ ଆଜି ବୁଲୁନି। ସେଇ ପିଲା ମା ଜନ୍ମ ହେଲା ପରେ ଯେତେବେଳେ କ୍ଷୀର ଖାଏ, ଏକର କ୍ଷୀର ଖାଇଲା ବେଳେ ଏକର ଛାତିକୁ କେତେ ଗୋଇଠା ମାରେ। ସେତେବେଳେ ମା ମନ ଦୁଃଖ କରେ, କାହା ପାଖରେ କହେ? ଏତିକି ବେଳେ ମା କହେ ଯାହା ହଉ ମୋ ପିଲାର ଗୋଡ଼ଟା ହେଇଗଲାଣି, ମଜବୁତ ହେଇଗଲାଣି। କିନ୍ତୁ ଆଜିକାଲି ପିଲା ଜନ୍ମ ହେଲା ପରେ ଅଚ୍ୟୁତାନନ୍ଦ ଲେଖି ଦେଇଛନ୍ତି ଆଜ୍ଞା, କହିଲା ପିତା ମାତାକୁ ଯେ ପୁତ୍ର ଅନହୀନ ଦେବ, କଟୁ କଥା କହି ଘରୁ ବାହାର କରିବ। ରାମକୁ କେଡ଼େ ଶ୍ରଦ୍ଧାରେ ଡାକୁଛନ୍ତି, ରାମ ଟିକେ ଖାଇଦେବେ। ରାମ କହୁଛନ୍ତି ମା ମୁଁ ଏବେ ତ ଖାଇଲି ନା, ଖାଇଲେ ବି ମା ବାବା କହୁଛନ୍ତି। ଆଜି ଆମେ ପାଲାକୁ ଆସିଛୁ, ଭଲ ଟିକେ ଖାଇବାକୁ ଦେଲାବେଳେ ଆମର ମନେ ପଡ଼ିଯାଏ ମୋର ଯୋଡ଼ିଏ ଝିଅ। ଆଜ୍ଞା ଖାଇଲା ବେଳେ ମନେ ପଡ଼ିବ ମୋ ଝିଅଟି ଘରେ ଅଛି, ମୁଁ ଭଲ ଜିନିଷ କେବେ ପାଟିକୁ ନେଇପାରିବି, ମୋ ଝିଅଟି ଅଛି, ଝିଅ କଥା ମନେ ପଡ଼ିବ। ତଥାପି ଠାକୁରଙ୍କୁ ଡାକିକି ଆମେ ଖାଇଦେଉଛୁ। ଏ ଦୁନିଆରେ ଯେତେ ବାପା ମା ତମେ ବସିଛ, ତମକୁ କିଏ ଭଲ ଜିନିଷ ଦେଲାବେଳେ ଆଗେ ତମେ ଖାଅ ନା, ଆଗ ତମ ଝିଅ ପୁଅ ପାଟିରେ ଦେଇଦିଅ। ସେ ଯେତେ ମନା କଲେ ବି ଆପଣ ତାଙ୍କ ପାଟିରେ ଦେଇଦେବେ। ତାହେଲେ ଦ୍ୱାପର ଯୁଗରେ କେହି ଆପଣ ଏମିତି କରିବେନି। ସେଇ କଂସ ବାପକୁ ପାଖରେ ଖଟେଇଥିଲା ବୋଲି କେଉଁକୁ ଅଧା ବୟସରେ ଜୀବନ ଗଲା କଂସ। ମାନ ଗୋବିନ୍ଦ ଦୁର୍ଯ୍ୟୋଧନ କାହାଣୀ ଦେଖ,
ବାପା ମା ବଞ୍ଚିଛନ୍ତି ତୁଚ୍ଛ ଧନ ଚାଲିଗଲା ଏମିତି କିଛି ଆପଣ କରନ୍ତୁନି ବାପା ମାଙ୍କ ସେତିକି ସେବା କରନ୍ତୁ ପାଲା ତ 3 ରାତି ଶୁଣିବେ ଜାଣନ୍ତି ଆଜ୍ଞା 2 ଦଳ ପାଲା ବାଲାକୁ ଡାକିଛନ୍ତି 5 ରାତି ପାଲା ଆଉ 3 ରାତି ପାଲା ହବ ମୁଁ କହିଦେବି ସିଏ କହିବେ ଭାଇ ମୋର ଭୁଲ କହିଲେ ପର ଷ୍ଟେପରେ ମୁଁ ଆସିବି କହିବେ ସିଏ ଭୁଲ କହିଲେ 3 ରାତି ଭୁଲରେ ଚାଲିଯିବ କିନ୍ତୁ ଠିକ କୋଉଟା ଏତିକି ପାଲା ଗାୟକ ମଞ୍ଚରେ ଥିଲାବେଳେ କହିଦେଇଥିବେ ଦୁନିଆରେ ପ୍ରତ୍ୟେକ ଦେବତା ବାପା ମା ସେଇ ସୃଷ୍ଟିକର୍ତ୍ତା ଯିଏ ଆମକୁ ସୃଷ୍ଟି କରିଛି କିଏ ବ୍ରହ୍ମା ମୋ ମଞ୍ଚରେ ବାରମ୍ବାର ସବୁ ମଞ୍ଚରେ କହିଥାଏ ସୃଷ୍ଟିକର୍ତ୍ତା ବ୍ରହ୍ମା କେହି ନାହିଁ ନା ସେଇ ସୃଷ୍ଟିକର୍ତ୍ତା ବାପା ଯିଏ ମାତୃଗର୍ଭରେ ୟୁଟ୍ରେଷ୍ଟରେ ଜଗାଇଲେ ଯେତେବେଳେ ପ୍ରଥମ ବିନ୍ଦୁ ପ୍ରଥମ ମଞ୍ଜି ଦେଇଥାଏ ସେଇ ସୃଷ୍ଟିକର୍ତ୍ତା ବାପା ଆଉ ପାଳନ କର୍ତ୍ତା ବିଷ୍ଣୁ ଆସିକି ପାଳନ କଲେ ବିଷ୍ଣୁ ମୋହିନୀ ସ୍ୱରୂପଣୀ ମା ଆମ ହାତ ଚଲେଇକି ବାଟ ଚଲେଇଲା ଖାଇବାକୁ ଦେଲା ପ୍ରଥମ ଭଣ୍ଡାର ଦେଲା ଭଣ୍ଡାରର ଅନ୍ନ ଦେଲା ସେଇ ହଉଛି ମା ସୃଷ୍ଟିକର୍ତ୍ତା ପାଳନ ଆଉ ସଂହାର କର୍ତ୍ତା କିଏ ଏଇଟା ଅରୁଆ ହେଇଯିବ ସଂହାର କର୍ତ୍ତା କଥା ଅଛି ବାପା ମା ଜନ୍ମ ଦେଇଛନ୍ତି କର୍ମ ଦେଇନାହାନ୍ତି କିନ୍ତୁ ଯୋଡ଼ିଏ ଫଳ ଦେଇଛନ୍ତି ଆପଣ ବାଡ଼ିରେ ଶାଗ ଗଛ ଲଗାନ୍ତୁ କାକୁଡି ଗଛଟିଏ ଲଗାନ୍ତୁ ଲଙ୍କା ଗଛଟିଏ ଲଗାନ୍ତୁ କିଏ ରାତି ଅଧରେ ଆପଣଙ୍କ ବାଡ଼ିରେ ପଶି ଲଙ୍କା ଖାଇଥିବ ତ କାକୁଡି ଖାଇଦବ କିନ୍ତୁ ଶରୀର ଭିତରେ ଯୋଉ ଯୋଡ଼ିଏ ଫଳ ସୁଖ ଦୁଃଖ ଭଲ ମନ୍ଦ ଦିନ ରାତି ବାପା ମା ଜନ୍ମ ଦେଇଛନ୍ତି କହିଛନ୍ତି ଏ ଫଳକୁ ଯାହା କରିବ ତୁମେ ହିଁ ସେଇଥିପାଇଁ ଜଗନ୍ନାଥ ଦାସ କହନ୍ତି କର୍ମ କରିବ ନା ମତେ ଆପଣ ପାପ କରିକି ଯିବେ କାଲକାଟା ଗଙ୍ଗାରେ ଗାଧେଇ ପଡ଼ିବେ 10 ଥର ବୁଡ଼ ପକେଇଦେଲେ କଣ ପାପ ପଳେଇବ ଗଙ୍ଗାପୁତ୍ର ଭୀଷ୍ମ ନିଜେ ଗଙ୍ଗାପୁତ୍ର ଭୀଷ୍ମ ସରସଜ୍ଜାର ଶୋଇଲେ ସିଏ ପାପରୁ ମୁକ୍ତି ପାଇଲେ ଆମେ କଣ ମୁକ୍ତି ହବା କୋଉ ଗଙ୍ଗା ଯିବା କୋଉ ଗଡ଼ିଆ ଯିବା ଏ ମା ଏଇ ଘରେ ସବୁ ପା ଆଜି ଗୋଟେ ମାକୁ ମୁଁ ପଚାରୁଥିଲି ବାଟରେ ପାଣି ନେଇକି ଆସିଲା ବେଳେ ଖସି ପଡ଼ିଲା ସେ ହିଡ଼ରେ ମୁଁ ପଚାରୁଥିଲି ମା ଖସି ପଡ଼ିଲା ନା ହଁ ଗୋଡ଼ ଖସିଗଲା ମୁଁ କହିଲି ମା ତମ ପରିବାରରେ କେତେ ଜଣ ହେଲା କାହିଁ ପଚାରିଲ କଥା କହିଲେ ମୁଁ କହିଲି ଆମେ ବିଦେଶରୁ ଆସି ଏଇ ଗାଁରେ ଅଛୁ ବା ତମ ପୁଅ ତମ ଭାଇ ମୋ ମାଆଟି କହିଦେଲା କାହିଁ ପରିବାର କଥା ପଚାରିଲ କି ସାର୍ ପରିବାର କେତେ ପରିବାର କଥା ଛାଡ଼ନ୍ତୁ ଆମେ କହନ୍ତି 12 କେତେ ବାର 7 ବାର ନା 12 ହଉଛି 8 ଇଏ 7 ବାର ଭିତରେ ତ ଆମେ କାର୍ଯ୍ୟ କଲେ ପାଲା ଗାଇଲେ କେତେ କର୍ମ କଲେ କିନ୍ତୁ ପ୍ରକୃତ ବାର ହଉଛି ନା ପରିବାର ଯିଏ ପରିବାରକୁ ସମୟ ଦେଇକି ଆଦାନ ପ୍ରଦାନ କରିପାରେ ସେଇଟା ହଉଛି ଶ୍ରେଷ୍ଠ ବାର ପରସ୍ପର ସ୍ନେହ ରହିଥାଏ ନିରନ୍ତର ବୈକୁଣ୍ଠ